ମନେ ରଖନ୍ତୁ ଆମର ଦେହ ଯଦି ବି କେତେବେଳେ କୌଣସି ଖରାପ ହୁଏ ତେବେ ଆମ ଶରୀର ଆମକୁ ତା ପୂର୍ବାନୁମାନ ଜଣେଇ ଦେଇଥାଏ। ଆମେ କିନ୍ତୁ ଜାଣିପାରୁନାହୁଁ। ତାହେଲେ କେମିତି ଜାଣିବା ଆମେ ଶରୀରର ଭାଷା? ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନହେଲେ ଭିଡିଓଟିକୁ ସେଭ୍ କରିଦିଅନ୍ତୁ, ଯାହା ଫଳରେ ପଛରେ ପୁଣି ଥରେ ଦେଖିପାରିବେ। ଆପଣମାନେ ଶରୀରର ଭାଷାକୁ ନିଶ୍ଚିତ ରୂପେ ବୁଝିପାରିବା ଦରକାର, ଯାହା ଆପଣଙ୍କୁ ନିଶ୍ଚିତ ରୂପେ ଆତ୍ମସୁରକ୍ଷାର ବାଟ ଯୋଗାଇଦେବ। ଦରକାର ପଡ଼ିଲେ ଭିଡିଓଟିକୁ 2 ଥର 3 ଥର ଆପଣ ଦେଖନ୍ତୁ। ମନେ ରଖନ୍ତୁ, ଯଦି ଲାର୍ଜ ଇଣ୍ଟେଷ୍ଟାଇନ୍ କିମ୍ବା ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ କୌଣସି ପ୍ରୋବ୍ଲେମ ଆରମ୍ଭ ହୁଏ ତାହେଲେ ଦୀର୍ଘ ଦିନ ଧରି ଆପଣଙ୍କୁ କୋଷ୍ଠକାଠିନ୍ୟ ଏବଂ ଡାଇରିଆ ଲାଗି ରହିବାର ଲକ୍ଷଣ ଦେଖାଦେଇଥାଏ। ହାର୍ଟରେ କୌଣସି ପ୍ରୋବ୍ଲେମ ଦେଖାଦେଲେ ଆପଣଙ୍କୁ ଦୀର୍ଘ ସମୟ ଧରି ଝାଳ ବୋହିବାର ଲକ୍ଷଣ ଦେଖାଦେବ। ମସ୍ତିଷ୍କରେ କୌଣସି ପ୍ରୋବ୍ଲେମ ହେଲେ କୌଣସି ଜିନିଷକୁ ବାରମ୍ବାର ଭୁଲିଯିବା ଏବଂ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ହେବାର ଲକ୍ଷଣ ଦେଖାଦେଇଥାଏ। ଦୀର୍ଘ ଦିନ ଧରି କାଶ ଲାଗି ରହିଲେ ଜାଣିବେ ଆପଣଙ୍କ ଲଙ୍ଗସରେ ପ୍ରୋବ୍ଲେମ ଆରମ୍ଭ ହୋଇଯାଇଛି। ଚିଡ଼ିଚିଡ଼ା ସ୍ୱଭାବ ଦେଖାଦେବା ଏବଂ ମନ ଭଲ ନ ରହିବାର ଲକ୍ଷଣ ଜାଣିବେ ଲିଭରରେ ପ୍ରୋବ୍ଲେମ ଆରମ୍ଭ ହୋଇଯାଇଛି। ବାରମ୍ବାର ପରିସ୍ରା ଯିବା ଏବଂ ଆଳସ୍ୟ ପ୍ରକାଶ ପାଇଲେ ଜାଣିବେ ଆପଣଙ୍କର କିଡନୀରେ ପ୍ରୋବ୍ଲେମ ଅଛି। ଦେହର କୌଣସି ଜାଗାରେ କାଲୁଆ ପଡ଼ିଯିବା ଭଳି ଲକ୍ଷଣ ଦେଖାଦେଲେ ଜାଣିବେ ଆପଣଙ୍କ ରକ୍ତ ସଞ୍ଚାଳନରେ ପ୍ରୋବ୍ଲେମ ଅଛି। ବେଳହୁଁ ସାବଧାନ ହେଲେ ପ୍ରମାଦ ନ ପଡ଼ଇ ଭଲେ। ଛୋଟ ଛୋଟ ଲକ୍ଷଣରୁ ସଜାଗ ହେଲେ ବଡ଼ ବଡ଼ ରୋଗକୁ ଆମେ ଏଡ଼େଇ ଦେଇପାରିବା। ଏହି ଭିଡିଓଟିକୁ ନିଜ ସାଙ୍ଗସାଥିରେ ସେୟାର କରନ୍ତୁ, ଯାହା ଫଳରେ ଅନ୍ୟମାନେ ବି ସଚେତନ ହୋଇପାରିବେ।